ବାର୍ଦ୍ଧକ୍ୟ ଭତ୍ତା ହେଉ କିମ୍ବା ବିଧବା ଭତ୍ତା ହେଉ କିମ୍ବା ଆପଣମାନଙ୍କ ବିକଳାଙ୍ଗ ଭତ୍ତା ହେଉ ବା ଅନ୍ୟ କୌଣସି ଭତ୍ତା ହେଉ, ଯଦି ଆପଣ ଭତ୍ତା ପାଉଛନ୍ତି ତେବେ ଆପଣମାନଙ୍କୁ ଏହି କାମଟି କରିବା ନିଶ୍ଚିତ ଭାବେ ବାଧ୍ୟତାମୂଳକ। ଯଦି ନ କରିବେ ତେବେ ଆପଣଙ୍କ ଟଙ୍କା ଆଉ ଆପଣମାନେ ପାଇପାରିବେ ନାହିଁ। ତ ଯେଉଁମାନେ ବି ଭାତା ଟଙ୍କା ପାଉଛନ୍ତି ବା ଯାହାଙ୍କ ପରିବାରରେ ଭାତା ଟଙ୍କା ପାଉଥିବେ, ତ ନିଶ୍ଚିତ ଭାବେ ଫ୍ରେଣ୍ଡସ୍ ମାନେ ଏହି କାମ କରିନିଅନ୍ତୁ। କାରଣ ଏହା ସରକାରଙ୍କ ଦ୍ୱାରା ପରାମର୍ଶ କରାଦିଆଯାଇଛି କି ଯଦି ଆପଣମାନେ ଏହି କାମଟି କରିବେ ନାହିଁ ତେବେ ଆପଣମାନଙ୍କ ଟଙ୍କା ଆଉ ମିଳିବ ନାହିଁ। ତ କ'ଣ କରିବେ, କେମିତି ଅଛି ପ୍ରୋସେସ୍, ଆସନ୍ତୁ ମୁଁ ଆପଣମାନଙ୍କ ଏହି ନୋଟିସ୍ ଜରିଆରେ ମୁଁ ଆପଣମାନଙ୍କୁ କହିଦେଉଛି। ଫ୍ରେଣ୍ଡସ୍, ଏହା ହେଉଛି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗୋଟିଏ ନୋଟିସ୍, ଯାହାକୁ ମୁଁ ଆପଣମାନଙ୍କ ସାମ୍ନାରେ ରଖିଅଛି। ତ ଫ୍ରେଣ୍ଡସ୍ ଦେଖନ୍ତୁ, ଏହା ଲେଖା ହେଇଛି ଏକତ ଦ୍ୱାରା ଏନ୍ଏଫ୍ସି ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଏବଂ ବିକଳାଙ୍ଗ ଭତ୍ତା ପ୍ରଦାନ ସମ୍ବନ୍ଧୀୟ ବିଶେଷ ନିର୍ଦ୍ଦେଶନା ଅନୁସାରେ ଏସ୍ଏନ୍ଏକ୍ସପ୍ରେସ୍ ମାଧ୍ୟମରେ ସମସ୍ତ ପେନ୍ସନ୍ ଦେୟ କେବଳ ଆଧାର ଭିତ୍ତିକ ପେମେଣ୍ଟ ସିଷ୍ଟମ୍ IPBS ମାଧ୍ୟମରେ ପ୍ରଦାନ କରାଯିବ। ତ ଫ୍ରେଣ୍ଡସ୍, ଆପଣମାନେ କ'ଣ ବୁଝିଲେ ନା, ଯେଉଁମାନେ ଭାତା ଟଙ୍କା ପାଉଛନ୍ତି ସେମାନଙ୍କ ABPS ବା ଆଧାର DBD ମାଧ୍ୟମରେ ଆପଣମାନଙ୍କ ଭାତା ଟଙ୍କା ଏଥର ପ୍ରଦାନ କରାଯିବ। ଯେମିତିକି ଆପଣ ଜାଣିଛନ୍ତି ଅନେକ ଲୋକ ଟଙ୍କା ବିଳମ୍ବ ହେଉଛି, ଯାହାଦ୍ୱାରା ଟଙ୍କା ଆସିପାରୁନାହିଁ। ତ ଏହା ସଂଶୋଧନ ଚାଲୁଥିଲା, କିନ୍ତୁ ଫ୍ରେଣ୍ଡସ୍ ବର୍ତ୍ତମାନ ମଧ୍ୟ ଅନେକ ଲୋକଙ୍କ ପେଣ୍ଡିଂ ଅଛି। ତ ସେମାନେ କ'ଣ ନା IPBS, ଯେଉଁଟାକି ଆପଣମାନେ ସେହି ମାଧ୍ୟମରେ ଆପଣମାନଙ୍କ ଏହି ପରିସ୍ଥିତିରେ ସମସ୍ତ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା EKYC ଏବଂ NPCI ଆଧାର ସିଡ଼ିଂ ସମ୍ପୂର୍ଣ୍ଣ କରିବା ବାଧ୍ୟତାମୂଳକ କରିଦିଆଯାଇଛି। ତ ଏଥିରେ ଆପଣମାନେ କ'ଣ ବୁଝିଲା ଫ୍ରେଣ୍ଡସ୍, ଯେଉଁ ହିତାଧିକାରୀମାନେ ଟଙ୍କା ବା ଭାତା ପାଉଛନ୍ତି ସେମାନଙ୍କ IPBS ଜରିଆରେ ଆପଣମାନଙ୍କ ଯେଉଁ ଟଙ୍କାଟି ମିଳୁଅଛି, ତ ଅନେକ ଲୋକଙ୍କ ଫ୍ରେଣ୍ଡସ୍ କ'ଣ ଅଛି ନା ଆପଣଙ୍କ ଏଠାରେ ବ୍ୟାଙ୍କରେ EKYC ନାହିଁ ଏବଂ NPCI ବା ଯେଉଁଟାକି ଆମେ DBD ଆଧାର ଲିଙ୍କ୍ ସିଡ଼ିଂ ନାହିଁ ବୋଲି ଆମେ କହିପାରିବା। ତ ସେମାନଙ୍କୁ ଏଠାରେ NPCI ଏବଂ EKYC କରିବା ବାଧ୍ୟତାମୂଳକ କରିଦିଆଯାଇଛି କେଉଁମାନଙ୍କୁ, ଯେଉଁମାନେ କି ଭାତା ଟଙ୍କା ପାଉଛନ୍ତି। ଏବଂ ତଳକୁ ଦେଖିବା କ'ଣ ଲେଖା ହେଇଛି ଫ୍ରେଣ୍ଡସ୍, ଏହି ପରୀକ୍ଷା ପରେ ଆପଣମାନଙ୍କୁ ଅନୁରୋଧ କରାଯାଉଛି କି ଆପଣଙ୍କ ଗ୍ରାମ ପଞ୍ଚାୟତ ଅଧୀନରେ ବ୍ୟାଙ୍କ ଖାତା ମାଧ୍ୟମରେ ପେନ୍ସନ୍ ପାଉଥିବା ସମସ୍ତ NSPA ହିତାଧିକାରୀଙ୍କ ତୁରନ୍ତ ଅବଗତ କରାଇ ଦିଆଯାଉଛି ଯେ ହିତାଧିକାରୀମାନେ ଯଥାଶୀଘ୍ର ନିଜ ନିଜ ବ୍ୟାଙ୍କ କିମ୍ବା ଡାକଘରକୁ ଯାଇ EKYC ଏବଂ ବ୍ୟାଙ୍କ ଆକାଉଣ୍ଟରେ NPCI ଫର୍ମ ସହ ଆବଶ୍ୟକତା କାଗଜପତ୍ର ପ୍ରଦାନ କରି ଆଧାର ଲିଙ୍କ୍ ସମ୍ପୂର୍ଣ୍ଣ କରିବେ ବୋଲି ସୁନିଶ୍ଚିତ କରନ୍ତୁ ଏବଂ ହିତାଧିକାରୀମାନଙ୍କ ମାଧ୍ୟମରେ ଏହି ସଚେତନତା ସୃଷ୍ଟି କରନ୍ତୁ ଯେ ଆଧାର NPCI ସିଡ଼ିଂ ସମ୍ପୂର୍ଣ୍ଣ ନ କଲେ ସେମାନଙ୍କ ପେନ୍ସନ୍ ପ୍ରାପ୍ତିରୁ ବିଳମ୍ବ ହେବ ବା ବଞ୍ଚିତ ହୋଇ ରହିଯିବେ। ତ ଫ୍ରେଣ୍ଡସ୍, ଆପଣମାନେ ଏଠୁ କ'ଣ ବୁଝିଲେ? ତ ଯେଉଁମାନେ ବି NPCIରେ ଆପଣମାନେ ଆଧାର ସିଡ଼ିଂ କରିବେ ନାହିଁ ବା ଆପଣମାନଙ୍କ EKYC ସମ୍ପୂର୍ଣ୍ଣ ଭାବେ କରିବେ ନାହିଁ, ତ ସେମାନଙ୍କ ଯେଉଁ ପେନ୍ସନ୍ ଟଙ୍କା ରହିଛି ସେମାନଙ୍କ ବକେୟା ଟଙ୍କା ଆଗକୁ ମିଳିବ ନାହିଁ। ତ ଯେଉଁମାନଙ୍କ ମଧ୍ୟ ଏପର୍ଯ୍ୟନ୍ତ ଆଧାର ସିଡ଼ିଂ ନାହିଁ ବା NPCI ଯେଉଁ DBD ଆପଣମାନଙ୍କ ଲିଙ୍କ୍ ନାହିଁ, ତ ଆପଣଙ୍କ ପାଖରେ ଥିବା ଆପଣମାନେ ବ୍ୟାଙ୍କକୁ ଯାଇ ଆପଣମାନେ EKYC କରାଇ ପାରିବେ। ନଚେତ୍ ଯେଉଁମାନେ ପୋଷ୍ଟାଲରେ ଆକାଉଣ୍ଟ ଖୋଲିଛନ୍ତି ସେମାନେ ପୋଷ୍ଟାଲକୁ ମଧ୍ୟ ଯାଇକରି ଆପଣମାନେ DBT ଯେଉଁଟାକି ଆପଣମାନେ ଲିଙ୍କ୍ କରାଇ ମଗାଇ ପାରିବେ ବା ଆପଣଙ୍କ ନିକଟସ୍ଥ ଜନସେବା କେନ୍ଦ୍ର ବା CSC ସେଣ୍ଟରକୁ ଯାଇ ଆପଣମାନେ କରିପାରିବେ। ଏବଂ ଏହା ନ କଲେ ଫ୍ରେଣ୍ଡସ୍, ଆପଣମାନଙ୍କ ଆଧାର ଅନୁଯାୟୀ ଆପଣମାନଙ୍କ ଯେଉଁ ଟଙ୍କା ରହିଛି NPCI ବା NPCI ମାଧ୍ୟମରେ ଆପଣଙ୍କ ଯେଉଁ ଟଙ୍କାଟି ପଡ଼ୁଅଛି, ଯେଉଁଟାକି DBD ଆକାରରେ ମୁଁ କହିଲି, ଆପଣମାନଙ୍କ NSAP ଯେଉଁ ଭାତାଟି ରହିଛି ଆପଣମାନଙ୍କ ଏଠାରେ ପଡ଼ିବ ନାହିଁ। ତ ମନେ ରଖନ୍ତୁ ଫ୍ରେଣ୍ଡସ୍, ଯେଉଁମାନେ ବି ବିଧବା ଭତ୍ତା ହେଉ ବା ବିକଳାଙ୍ଗ ଭତ୍ତା ହେଉ ବା ବାର୍ଦ୍ଧକ୍ୟ ଭତ୍ତା ହେଉ ବା ଅନ୍ୟ କୌଣସି ଭତ୍ତା ହେଉ ଯେଉଁଟାକି ଆପଣଙ୍କ ଓଡ଼ିଶାରେ ଟଙ୍କା ପାଉଛନ୍ତି, ନିଶ୍ଚିତ ଭାବେ ଆପଣମାନେ କରାଇ ନିଅନ୍ତୁ, ନଚେତ୍ ଆପଣମାନଙ୍କୁ ଆଗକୁ ମଧ୍ୟ ଟଙ୍କା ମିଳିବ ନାହିଁ। ଏହା ଥିଲା ଫ୍ରେଣ୍ଡସ୍ ଆଜିର କିଛି ଅପଡ଼େଟ୍। ତେବେ ଯେଉଁମାନଙ୍କ ଫ୍ୟାମିଲିରେ ମଧ୍ୟ ଭାତା ପାଉଛନ୍ତି ଫ୍ରେଣ୍ଡସ୍, ଆପଣମାନେ ମେନଲି ମନେ ରଖନ୍ତୁ କି ମୁଁ ଯେଉଁ କହିଲି ଏହି ଭିଡ଼ିଓରେ ଆପଣମାନେ ଏହି ଷ୍ଟେପ୍କୁ ନିଶ୍ଚିତ ଭାବେ ଫଲୋ କରିବେ, ନଚେତ୍ ଆପଣମାନଙ୍କ ଭାତା ଟଙ୍କା ଆପଣମାନେ ପାଇପାରିବେ ନାହିଁ। ତ ଏହା ଥିଲା ଫ୍ରେଣ୍ଡସ୍ ଆଜିର କିଛି ନ୍ୟୁ ଅପଡ଼େଟ୍। ଆଇ ହୋପ୍ ଆପଣମାନଙ୍କୁ ଟିକେ ମଧ୍ୟ ହେଲ୍ପଫୁଲ୍ ହୋଇଥିବ।